ଜଙ୍ଗଲରେ ଚଢ଼େଇ ସବୁ କମିଗଲେଣି। ଘଟଣାଟା କ'ଣ ତୁ ଜାଣିଛୁ କି? ଆରେ କାଉ ଭାଇ, ତୁ ତ ଜାଣିଛୁ ଏ ଜଙ୍ଗଲରେ ଏବେ ଫଳ ସବୁ ସରିଗଲାଣି। ଚଢ଼େଇମାନେ କିଛି ଖାଇବାକୁ ପାଉନାହାନ୍ତି। ସେଥିପାଇଁ ଏ ଜଙ୍ଗଲକୁ ଛାଡ଼ି ଅନ୍ୟ ଜଙ୍ଗଲକୁ ଫଳ ଖାଇବା ଆଶାରେ ଚାଲି ଯାଉଛନ୍ତି। ଭାବୁଛି ମୁଁ ବି ଚାଲିଯିବି ଅନ୍ୟ ଜଙ୍ଗଲକୁ। ସତ କଥା ଟିନି, ଏ ଜଙ୍ଗଲରେ ଫଳ ସବୁ ସରିଗଲାଣି। ହେଲେ ମୁଁ ଏବେ କ'ଣ କରିବି? ପାଖ ଜଙ୍ଗଲରେ ତ ମୋର କେହି ଚିହ୍ନା ଚଢ଼େଇ ବି ନାହାନ୍ତି। ମୁଁ ଆଉ କେଉଁଠିକି ଯିବି କିଛି ବୁଝିପାରୁନି ଲୋ। ଏ ଟିନି ଚଢ଼େଇ, ମୋର ଗୋଟେ କାମ କରିବୁ। ତୁ ମୋତେ ତୋ ସାଙ୍ଗରେ ନେଇ ଚାଲ ନା ଅନ୍ୟ ଜଙ୍ଗଲକୁ। ମୁଁ ତ ରାସ୍ତା ବି ଦେଖିନି କେଉଁଠିକି ଯିବି। ହଉ କାଉ ଭାଇ, ଆଉ ମନ ଦୁଃଖ କରନି। ତୁ ମୋ ସାଙ୍ଗରେ ଚାଲ। ମୁଁ ତତେ ଅନ୍ୟ ଏକ ଜଙ୍ଗଲକୁ ନେଇଯିବି ଯେଉଁଠି ଖାଦ୍ୟର ଅଭାବ ନାହିଁ। ଏକଥା ଶୁଣି କାଉ ଭାରି ଖୁସି ହୋଇଗଲା। ଆଉ ତାପରେ ସେ ଟିନି ଚଢ଼େଇ ସାଙ୍ଗରେ ଅନ୍ୟ ଏକ ପାଖ ଜଙ୍ଗଲକୁ ଉଡ଼ି ଚାଲିଗଲା। ଆରେ ବାଃ, ଏ ଜଙ୍ଗଲରେ ତ ଫଳର ଅଭାବ ନାହିଁ। ଯୁଆଡ଼େ ଦେଖିବ ସିଆଡ଼େ ଫଳ। ଯାହା ହଉ, ଏ ଜଙ୍ଗଲରେ ମୁଁ ଏବେ ଟିକେ ଶାନ୍ତିରେ ବଞ୍ଚିପାରିବି। ଆରେ କାଉ ଭାଇ, ଏ ଜଙ୍ଗଲରେ ଆମ ପାଇଁ ଖାଦ୍ୟର ସିନା ଅଭାବ ନାହିଁ, ହେଲେ ଆମେ ଏବେ କେଉଁଠି ରହିବା? ଏ ଜଙ୍ଗଲରେ ଆମ ପାଇଁ ତ ଘର ବି ନାହିଁ। ଚାଲ ଆମେ ଆଗ କିଛି ଶୁଖିଲା କାଠି ଆଉ କୁଟା ନେଇ ଆମର ଘର ତିଆରି କରିବା। କାଉ ଥିଲା ଭାରି ଠକ ଆଉ ଅଳସୁଆ। ସେ ପରିଶ୍ରମ ଜମା ବି କରେନି। ଆରେ ଟିନି ଚଢ଼େଇ, ଆମ ପାଖରେ ତ ସମୟ ବହୁତ ଅଛି ଘର କରିବା ପାଇଁ। ଚାଲ ଆମେ କିଛି ଦିନ ଫଳମୂଳ ଖାଇ ଗଛ ଡାଳରେ ଶୋଇପଡ଼ିବା। ହଁ ଯେ କାଉ ଭାଇ, ଆମେ ହେଲୁ ଚଢ଼େଇ। ଦିନରେ ସିନା ବୁଲି ବୁଲି ଫଳ ଖାଇବାରେ କିଛି ଅସୁବିଧା ନାହିଁ, କିନ୍ତୁ ରାତିରେ ଗଛ ଡାଳରେ ଶୋଇବା ଆମ ପାଇଁ ଜମା ନିରାପଦ ନୁହେଁ। ତୁ ଆଉ ଅଳସୁଆ ହନି। ଚାଲ ଘର କରିନେବା ଆଗ, ତାପରେ ବୁଲି ବୁଲି ଫଳ ଖାଇବା। କ'ଣ ହେଲା ଟିନି, ତୁ ମୋତେ ଅଳସୁଆ କହିଲୁ? ତୋର ଏତେ ସାହସ ହୋଇଗଲାଣି? ମୁଁ ଚାଲିଲି ବୁଲି ବୁଲି ଫଳ ଖାଇବି, ତୁ ତ ନିଜ କଥା ବୁଝିନେ। ଏତିକି କହି କାଉ ସେଠାରୁ ଉଡ଼ି ଚାଲିଗଲା ଆଉ ବୁଲି ବୁଲି ଫଳ ଖାଇବାକୁ ଲାଗିଲା। ଟିନି ଚଢ଼େଇ ଜଙ୍ଗଲ ଭିତରେ ଘର କରିବା ପାଇଁ ଏକ ସୁରକ୍ଷିତ ଜାଗା ଖୋଜିବାକୁ ଲାଗିଲା। ତାପରେ ଟିନି ଚଢ଼େଇ ଜଙ୍ଗଲ ସାରା ବୁଲିବାକୁ ଲାଗିଲା, କିନ୍ତୁ କେଉଁଠି ଘର କରିବା ପାଇଁ ଏକ ସୁରକ୍ଷିତ ଜାଗା ଖୋଜି ପାଇଲାନି। ବୁଲୁ ବୁଲୁ ଥକିଗଲା। ସେଥିପାଇଁ ଗଛ ଡାଳରେ ବସି ପଡ଼ିଲା। ଆଉ ତାର ନଜର ଗୋଟେ ଘର ଉପରେ ପଡ଼ିଲା। ଆଉ ସେ ଘର ପାଖକୁ ଉଡ଼ି ଯାଇ ଦେଖିଲା ସେ ଘରେ କେହି ରହୁନାହାନ୍ତି। ଆଉ ସେ ସେଠାରେ ରହିବ ବୋଲି ସ୍ଥିର କଲା। ଆଉ ଠିକ୍ ସେହି ସମୟରେ ଦେଖିଲା ସେଇ ରାସ୍ତା ଦେଇ ଗୋଟେ ଶୁଆ ଚଢ଼େଇ ଉଡ଼ି ଉଡ଼ି ଯାଉଛି। ଆରେ ଶୁଆ ଦିଦି, ମୋ କଥା ଟିକେ ଶୁଣ। ମୁଁ ଭାରି ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ଆଉ ଟିନି କଥା ଶୁଣି ଶୁଆ ସେଇ ଟିନି ଚଢ଼େଇ ପାଖକୁ ଆସିଲା। ଆରେ ଚଢ଼େଇ, ତୁ କିଏ? ତୁ ଏମିତି କ'ଣ ଅସୁବିଧାରେ ପଡ଼ିଲୁ କି ଭାରି ମନ ଦୁଃଖରେ ଅଛୁ ଭଳି ଲାଗୁଛୁ? ଶୁଆ ଦିଦି, ମୁଁ ପାଖ ଜଙ୍ଗଲରୁ ଆସିଛି। ଏ ଜଙ୍ଗଲରେ ମୁଁ ନୂଆ, ସେଥିପାଇଁ ମୋ ପାଖରେ କୌଣସି ଘର ନାହିଁ ରହିବା ପାଇଁ। ଏ ଘରଟି କାହାର? ଏଠି ତ କେହି ରହୁନାହାନ୍ତି ଭଳି ଲାଗୁଛି। ମୁଁ ଆଜି ରାତିଟା ପାଇଁ ଏଠି ବିଶ୍ରାମ କରିଥାନ୍ତି। ଆରେ ଚଢ଼େଇ, ବହୁଦିନ ପୂର୍ବରୁ ଏ ଘରେ ଗୋଟେ କାଉ ରହୁଥିଲା। ତାପରେ କ'ଣ ହେଲା କେଜାଣି ତାର ଆଉ ଦେଖା ନାହିଁ। ତୁ ଯଦି ଏଠି ରହିବାକୁ ଚାହୁଁଛୁ ତାହେଲେ ରୁହ, ସେମିତିରେ ବି ଏ ଘରଟି ଖାଲି ପଡ଼ିଛି। ଏତିକି କହି ଶୁଆ ସେଠାରୁ ଚାଲିଗଲା। ଆଉ ଟିନି ଚଢ଼େଇ ଶୁଆ କଥା ଶୁଣି ଭାରି ଖୁସି ହେଲା, କାରଣ ତାକୁ ଆଜି ରାତିରେ ବିଶ୍ରାମ ନେବା ପାଇଁ ସୁରକ୍ଷିତ ଜାଗା ମିଳିଯାଇଛି। ଯାହା ବି ହଉ, ଘରଟି ଭଲ ହୋଇଛି। ମୁଁ ଆଉ ଟିକେ ସଜାଡ଼ି ଦେଲେ ଆହୁରି ସୁନ୍ଦର ଲାଗିବ। କିଛି ସମୟ ପରେ ସେଇ କାଉଟି ଜଙ୍ଗଲରେ ଏଣେ ତେଣେ ବୁଲୁ ବୁଲୁ ସେଇ ଘର ରାସ୍ତା ଦେଇ ଉଡ଼ି ଯାଉଥିଲା। ଆଉ ତାର ହଠାତ୍ ନଜର ପଡ଼ିଲା ଗୋଟିଏ ଘର ସାମ୍ନାରେ ଟିନି ଚଢ଼େଇ ଭାରି ଖୁସିରେ ଡେଇଁ ବୁଲୁଛି। ଏହା ଦେଖି ସେ ଟିନି ଚଢ଼େଇ ପାଖକୁ ଆସିଲା। ଆରେ ଟିନି ଚଢ଼େଇ, କଥା କ'ଣ? ଏତେ ଶୀଘ୍ର ତୁ କେମିତି ଏତେ ବଡ଼ ଆଉ ସୁନ୍ଦର ଘର ତିଆରି କରିଦେଲୁ? ତୁ କିଛି ଯାଦୁବିଦ୍ୟା ଜାଣିଛୁ ନା କ'ଣ? ଟିନି ଚଢ଼େଇ ଥିଲା ଭାରି ସରଳିଆ। ସେ ସଙ୍ଗେ ସଙ୍ଗେ କାଉକୁ ସବୁ ସତ କଥା କହିଦେଲା। ନା ମ କାଉ ଭାଇ, ମୁଁ ଏ ଯାଦୁବିଦ୍ୟା କିଛି ଜାଣିନି। ବହୁଦିନ ପୂର୍ବରୁ ଏ ଘରେ ଗୋଟେ କାଉ ରହୁଥିଲା।
ତାପରେ ସେ କୁଆଡ଼େ ଗଲା କେଜାଣି ଆଉ ଘରକୁ ଫେରିଲାନି। ସେଇଦିନ ପାଖରୁ ଏ ଘରଟି ଏମିତି ଖାଲି ପଡ଼ିଛି। ସେଥିପାଇଁ ମୁଁ ଏ ଘରକୁ ପୁଣି ଥରେ ସଜାଡ଼ି ଦେଇଛି। ଆଜି ପାଖରୁ ମୁଁ ଏ ଘରେ ରହିବି। ଟିନିର କଥା ଶୁଣି କାଉ ଚିନ୍ତାରେ ପଡ଼ିଗଲା ଆଉ ଭାବିଲା ଏଇଟା ଗୋଟେ କାଉର ଘର ଥିଲା। ଏବେ ତ ଏ ଘରେ ମୁଁ ରହିବା ପାଇଁ ଭାରି ସହଜ ହୋଇଯିବ। ଆରେ ଟିନି, କଥା କ'ଣ କି ଏ ଘରଟି ହେଉଛି ମୋ ମାଉସୀ ପୁଅ ଭାଇର। ସେ ଅନ୍ୟ ଜଙ୍ଗଲକୁ କିଛି କାମରେ ଯାଇଛି ତ ସେଥିପାଇଁ ଗଲାବେଳେ ମୋତେ କହିଦେଇ ଯାଇଥିଲା ଏ ଘରର ଯତ୍ନ ନେବା ପାଇଁ। କିନ୍ତୁ ମୁଁ ଏ କଥାକୁ ଭୁଲି ଯାଇଥିଲି। ତ ଆଜି ପାଖରୁ ଏ ଘରେ କେବଳ ମୁଁ ରହିବି। ଦେଖ କାଉ ଭାଇ, ମୁଁ ଜାଣିଛି ତୁ ମୋତେ ମିଛ କଥା କହୁଛୁ। ତୁ ନିଜେ କହୁଥିଲୁ ନା ତୋର କେହି ଚିହ୍ନା ନାହାନ୍ତି ବୋଲି। ପୁଣି ଏ ମାଉସୀ ପୁଅ ଭାଇ କେଉଁଠୁ ଆସିଲା? ପୁଣି ଏ ଜଙ୍ଗଲକୁ ତୁ କେବେ ଦେଖିନଥିଲୁ। ଏଠାକୁ ମୁଁ ତୋତେ ନେଇକି ଆସିଛି। ଦେଖ ଟିନି, ମୁଁ ତୋତେ ଭଲରେ ଭଲରେ କହୁଛି, ତୁ ଏ ଘର ଛାଡ଼ି ସଙ୍ଗେ ସଙ୍ଗେ ଚାଲିଯା, ନହେଲେ ମୁଁ ତୋତେ ପିଟି ପିଟି ଏ ଘରୁ ତଡ଼ିଦେବି। କାଉ, ତୁ ଯାହା ବି କରୁଛୁ କିଛି ଭଲ କରୁନୁ। ତୁ ଗୋଟେ ନିରୀହ ଚଢ଼େଇ ଉପରେ ଅନ୍ୟାୟ କରୁଛୁ। ତୋ କର୍ମର ଫଳ ତୁ ନିଶ୍ଚିତ ପାଇବୁ। ଏତିକି କହି ଟିନି ଚଢ଼େଇ ସେଠାରୁ କାନ୍ଦି କାନ୍ଦି ଚାଲିଗଲା। ଏହା ଦେଖି କାଉ ଭାରି ଖୁସି ହେଲା। କିନ୍ତୁ ସେ ଜାଣିନଥିଲା ଯେ ସେଇଟା ଗୋଟେ ଅଭିଶାପର ଘର। ସେ ଘରେ ରାତିରେ ଯିଏ ବି ରହିଛି ତାର ମୃତ୍ୟୁ ହୋଇଛି। ଆଉ ସତକୁ ସତ କାଉ ରାତିରେ ସେ ଘରେ ରହିଲା ପରେ ସେ ମରିଯାଇଛି। ଟିନି ଚଢ଼େଇ ସତ କହୁଥିଲା, କର୍ମର ଫଳ ତାକୁ ନିଶ୍ଚିତ ମିଳିଲା। ଦର୍ଶକ ବନ୍ଧୁ, ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟରେ ଲେଖି ଜଣାଇବେ। ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆଉ ଏହିଭଳି କୁନି କୁନି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।